ଘନଶ୍ୟାମ ସେଠୀ। ପିଲାଦିନରୁ ମା ନାହିଁ, ବାପା ନାହିଁ। ସେ ବହୁତ ଗରିବ ଭକ୍ତ। ମା ମଙ୍ଗଳାଙ୍କ ଫଟୋ ଘରେ ରଖି ପୂଜା କରନ୍ତି। ଘନଶ୍ୟାମ କୁହନ୍ତି, ମୋର ମା ନଥିଲେ କ'ଣ ହେଲା? ମା ମଙ୍ଗଳା ମୋ ନିଜ ମା ପରି। ମୁଁ ତା ପୁଅ। ମୁଁ ସିନା ଗରିବ, କିନ୍ତୁ ମା ମଙ୍ଗଳା କେବେ ବି ଅଭାବରେ ରଖିନି। ଯାହା ମୋତେ ଆବଶ୍ୟକ ମୁଁ ମା'ଙ୍କୁ କହେ। ମା ମୋର ସବୁ ଅଳି ଅଝଟ ଶୁଣେ, ଯେକୌଣସି ଉପାୟରେ ମୋତେ ଦିଏ। ମା'ର ମମତା କେବେ ଊଣା କରିନି। ମୋତେ ପୂଜା ଜଣା ନାହିଁ। ମୁଁ କେବଳ ଫୁଲ ଦେଇ ଦୀପଟିଏ ଲଗାଏ। ଏକ ଦିନ ମୁଁ ଜ୍ୱରରେ ଶୋଇଛି। ରାତିରେ ମୋତେ ଅନୁଭବ ହେଲା, ମା ମୋ ମୁଣ୍ଡ ଆଉଁସି ଦେଉଛି। ସକାଳୁ ମୋର ଜ୍ୱର ଭଲ ହୋଇଯାଇଛି। ମା'ଙ୍କୁ ପ୍ରେମ, ଶ୍ରଦ୍ଧା, ଭକ୍ତିରେ ଡାକିବ। ନିଜ ମା ଭଳି ଭାବିବ। ମା ନିଜେ ତୁମକୁ ନିଜ ସନ୍ତାନ ପରି ସ୍ନେହ କରିବେ। ଆଶାଠାରୁ ଅଧିକ ପ୍ରେମ କରିବ। ଥରୁଟିଏ ନିଜର ମା ଭଳି ଭାବି ଦେଖନ୍ତୁ। ଜୟ ମା ମଙ୍ଗଳା। ଆଣ୍ଠୁ ଏବଂ ଗଣ୍ଠି ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି। ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ କି? ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ। ଗଣ୍ଠି ଯନ୍ତ୍ରଣାରୁ ନିଜକୁ ମୁକ୍ତ କରନ୍ତୁ। ମାଂସପେଶୀ ଯନ୍ତ୍ରଣାରୁ ଉପଶମ ପାଆନ୍ତୁ। ଏସବୁ ବ୍ୟଥା ଆମ ଦୈନିକ ଜୀବନକୁ ବିପଦରେ ପକାଇଦିଏ। କିନ୍ତୁ ଏବେ ଅଛି ଏକ ସ୍ୱାଭାବିକ ଓ ପ୍ରଭାବଶାଳୀ ସମାଧାନ, ହିରନ୍ ଷ୍ଟ୍ରଙ୍ଗ ପେନ୍ ଅଏଲ୍। ଏହି ତେଲ ମଧ୍ୟରେ ଅଛି ଜଡ଼ିବୁଟି। ତୁରନ୍ତ ବ୍ୟଥାରୁ ଶାନ୍ତି ପାଆନ୍ତୁ। ଜୀବନ ହୁଏ ସ୍ୱାସ୍ଥ୍ୟ ଓ ସୁଖମୟ। ଏହା କୌଣସି ସାଇଡ୍ ଇଫେକ୍ଟ ବିନା ସବୁ ବୟସର ଲୋକମାନେ ବ୍ୟବହାର କରିପାରିବେ। ଆଜି ହିଁ ଅର୍ଡର କରି ବ୍ୟବହାର କରନ୍ତୁ। ଅନୁଭବ କରନ୍ତୁ ନିଜେ। ହିରନ୍ ଷ୍ଟ୍ରଙ୍ଗ ପେନ୍ ଅଏଲ୍, ବ୍ୟଥାର ଶେଷ ଉପାୟ।